ଏଇ ଆରେ କଥା ସବୁ ଏ ସେମି ପଇ କୋଉଠୁ ସ୍କ୍ରିପ୍ଟେଡ୍ ଆଣିଲ? ଜାଣିପାରୁଥିବେ। ମୁଁ ମାନେ ଯେମିତି ଆମର ଯୋଉ ପଚାରୁଛି ଛାତ ଉପରେ ଯୋଉ ଯେମିତି ହେଇଛି ମୁଁ ଯୋଉ ଶାଗ କିଛି ତୋଳୁଛ ଜାଣିନି। ଶାଗ ଆଜି ଏଗୁଡାକ ଏତେ ଗରମ ରାଗ ନା। ହଉଥିଲା ଯେ ଭାବିଲି ଆଚ୍ଛା ବେଶୀ ତାହେଲେ ପଚରା ଆଜି ଏଇଟା ଉଚରା କଣ କଲେ ହଉଛି? ପୋଇ ଶାଗ ହବ ନା ଭୋକିଲା ଆଉ କଣ ହବ? ରହିବାକୁ ହବ। ବେସର ମୁଁ ହେଲ୍ପ କରେ ବେସର କିନ୍ତୁ କେବେ କେବେ ମାନେ କିଛି ଭଲ ଝାଲ କରିବା ତରକାରୀ। ପାଇଁ ଯାଇ ତାକୁ କାମ ପତ୍ର ବଢେଇ ଦିଏ। ବାଛୁଛନ୍ତି ଏନିୱେ ଦେଇକି ସୋରିଷ ଇଏ ଦେଇକି ଆମ କିନ୍ତୁ ଛାତ କରିବେନି ଉପରର ଯେହେତୁ ପୋଇ ଶାଗ ପ୍ଲାଣ୍ଟ ହଉଛି। ଅଳ୍ପ ଆଚ୍ଛା କାଟିକି କି ଶାଗ ଅଣା ହେଇଛି? ହେଇଥିଲା ଝାଲ ତରକାରୀରେ ପଡିବ ଓ ବୋଲି। ଇଏ ଝାଲ ହେଲା ତରକାରୀ ଆମର ଆମ ବାଲେଶ୍ୱରିଆ ଲାଙ୍ଗୁଏଜ। ସୁନସୁନିଆ ଶାଗ ନା ଏଇଠି ଆପଣ ବେସର କହିପାରିବେ। ସୁସୁଣ୍ଡି। ସୁନସୁନିଆ ଶାଗ ଏ ଖାଇବା ପଖାଳ ଯେତେ ସାଙ୍ଗରେ ଖାଇଲେ ଟେଷ୍ଟି ତ କୁହନ୍ତି ସେତିକି ନିଦ ଲାଗେ ଝଞ୍ଝଟ ବୋଲି। ବାଛିବାକୁ। ହଉ ଦେଖିବା ଡାଙ୍ଗ ଭାତ ସାଙ୍ଗରେ ଭଲସେ କେମିତି ଲାଗୁଛି। ବଛା ନହେଲେ ଆରେ ଇଏ ଖାଇବାକୁ ଭଲ ବାଇଗଣରେ ଲାଗିବନି। ତେଲ ନାହିଁ ଯେ। ବାଇଗଣ ଭଜାରେ ଆମର କଣ ଯୋଉ ପାଇଁ କଲରେ କେଜାଣି ବେଶୀ ଆଚ୍ଛା ଆଚ୍ଛା ତେଲ କମ ଦିଅନ୍ତି। ତେଲରେ ଫ୍ରାଏ ହଉଛି। ଏଇଟା ବାଇଗଣ କଣ ହବ କି? ଅଳ୍ପ ତେଲରେ ବି ଦହି ଭାଜି ବାଇଗଣ ହେଇପାରିବ। ଦହି ବାଇଗଣ ଶୁଣିଲେ ତ ଏତିକି ବାଇଗଣ ଏ ହବ ନା ବାଇଗଣ ଆହୁରି ଟିକେ ସବୁ ଲାଗିବ? ୟୁଜ ହବ ସେତିକି ଦହି ବାଇଗଣରେ। ମସ୍ତ ଓକେ ରସୁଣ ଛୁଙ୍କ ବାଲା ଦହି ବାଇଗଣ। ତ ଇଏ ଆମର ଖାଇବା ସବୁ ରେଡି ହବା ଆରମ୍ଭ ହେଇଗଲା। ମସଲାରେ ଖାଲି ମଷ୍ଟର୍ଡ ଜିରା ଆଉ ଟିକେ ରସୁଣ ପିଆଜ ଏତିକି ହିଁ ପଡିବ। ତ ସହିତ ଥିଲା ବେସର। ବେସର ମାନେ ଆମ ବାଲେଶ୍ୱରିଆ ଲାଙ୍ଗୁଏଜରେ ଆମେ କହୁ ଝାଲ ତରକାରୀ। ଖାଲି ସୋରିଷ ବଟା ଆଉ ଟିକେ ପିଆଜ ଟିକେ ଜିରା ବଟା ପଡିଛି। ଇଏ ହେଲା ସୁନସୁନିଆ ଶାଗ ଯୋଉଟା କି ଖାଲି ଛୁଙ୍କ ମରା ହେଇଛି ରସୁଣ ଆଉ ଲଙ୍କାରେ। ଇଏ ସେଇ ଦହି ବାଇଗଣ ରସୁଣ ଛୁଙ୍କ ବାଲା ଆଜି ବୋବାଲ ହେଇଥିଲା। ଭେରି ଟେଷ୍ଟି। ଇଏ ସିମ୍ପଲ କମ ତେଲ ମସଲା ଘର ବାଲା ଲଞ୍ଚ ଖାଇବାରେ ଯେତିକି ମଜା ସେଇଟା ତେଲ ମସଲା ବାଲା ଖାଇବା କେବେ ଦେଇପାରିବନି। ଆଚ୍ଛା ମୁଁ ତ ଖାଲି ଆଙ୍ଗୁଳି ୟୁଜ କରି ଖାଏ। ମାନେ ଆଙ୍ଗୁଳିରେ ଗୋଳେଇକି ଖାଏ। ଆମ ଘରେ ଅଲମୋଷ୍ଟ ସମସ୍ତଙ୍କ ପାପୁଲି ବି ୟୁଜ ହେଇଯାଏ। ଆଚ୍ଛା କିଏ କିଏ ଖାଲି ଆଙ୍ଗୁଳି ୟୁଜ କରିକି ଖାଆନ୍ତି କମେଣ୍ଟରେ ଜଣେଇବେ। କି ଭଲ କି ନ ଗୋଳେଇ ଖାଇଲେ ମଜା ଆସିବନି। ସବୁଥିରୁ ଟିକେ ଟିକେ ଅଲଗା କମ୍ବିନେସନ କରିକି ଖାଇଲେ ହିଁ ମଜାଟା ପାଇବେ। ହଉ ମୁଁ ମୋର ଖାଇବାଟା ସାରେ। ରହିଲି। ଜୟ ଜଗନ୍ନାଥ। ବାଏ।